ଚୌହଦି ମଧ୍ୟରେ ନାରୀ ଆଉ ନିଜକୁ ସୀମିତ ରଖୁନି। ବାହାରକୁ ଆସି ପୁରୁଷ ସହିତ କାନ୍ଧକୁ କାନ୍ଧ ମିଳାଇ ସବୁ କ୍ଷେତ୍ରରେ ଦେଉଛି ଯୋଗଦାନ। ପରିବାରର ଆର୍ଥିକ ସ୍ଥିତିର ପରିବର୍ତ୍ତନ ପାଇଁ ନିଜର ଅବଦାନ ଦେବା ସାଙ୍ଗକୁ ଅନ୍ୟକୁ ଜୀଇଁବାର ଦେଉଛି ପ୍ରେରଣା। ପ୍ରତିକୂଳ ସ୍ରୋତ ସହିତ ସଂଘର୍ଷ କରି ଅନ୍ୟ ପାଇଁ ପ୍ରେରଣା ପାଲଟିଥିବା ଏଭଳି ଜଣେ ନାରୀ ହେଉଛନ୍ତି ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ହାଜିପୁର ପଟ୍ଟାପୋଲ ଅଞ୍ଚଳର ସରସ୍ୱତୀ ରାଉତ। ସରସ୍ୱତୀ ନିଜ ଗହଣା ବନ୍ଧକ ଟଙ୍କାରେ ଆରମ୍ଭ କରିଥିବା ଗୃହ ଉଦ୍ୟୋଗ ଏବେ ମାସିକ 50,000 ଟଙ୍କାର ରୋଜଗାର ଦେଉଛି। ସରସ୍ୱତୀ ବିଗତ 4 ବର୍ଷ ହେଲା ନିଜ ଘରେ ଆରମ୍ଭ କରିଛନ୍ତି ଆର୍ଜିଅନ୍ ଏଣ୍ଟରପ୍ରାଇଜେସ୍ ନାମର ଏକ ଉଦ୍ୟୋଗ। ଏଠାରୁ ଫିନାଇଲ, ଫ୍ଲୋର କ୍ଲିନର, ତରଳ ଡିଟର୍ଜେଣ୍ଟ ସାଙ୍ଗକୁ ଅନ୍ୟାନ୍ୟ 10 ପ୍ରକାରର ସ୍ୱଚ୍ଛତା ସାମଗ୍ରୀ ଉତ୍ପାଦିତ ହୋଇ ଆଖପାଖ ବଜାରକୁ ଯାଉଛି। ସରସ୍ୱତୀ କହନ୍ତି, ପିଲାଟି ଦିନରୁ ଇଚ୍ଛା ଥିଲା ସ୍ୱାଧୀନ ଭାବେ କିଛି ଗୋଟେ ନୂଆ କାମ କରିବା। ପରେ ଘର କାମରୁ ସମୟ ମିଳିବା ପରେ ଫିନାଇଲ ତିଆରି ତାଲିମ ନେଇ 10,000 ଟଙ୍କାରେ ଆରମ୍ଭ କରିଥିଲି ବ୍ୟବସାୟ। ପରେ ଗହଣା ବନ୍ଧକ ବିନିମୟରେ ଆଣିଥିବା 60,000 ଟଙ୍କାକୁ ବ୍ୟବସାୟରେ ନିବେଶ କଲି। ଏବେ 2 ଜଣଙ୍କୁ ଦେଇଛି ନିଯୁକ୍ତି। ତେଣେ ଏଠାରେ ଅନେକ ପ୍ରକାରର ଉତ୍ପାଦ ତିଆରି ହେଉଛି ଏବଂ ଏସବୁ କାମ କରି ଆମେ ପରିବାର ପ୍ରତିପୋଷଣ କରିପାରୁଥିବା କହିଛନ୍ତି ନିୟୋଜିତ କର୍ମଚାରୀ। ଫିନାଇଲ ତ 5 ବର୍ଷ ହେଲା କଲିଣି। ଏଇଟା ମୋ ମନକୁ ଆସିଲା କି ଘରେ ରୋଷେଇବାସ କରିସାରିଲା ପରେ ମୁଁ ପୁରା ଏକୁଟିଆ ହେଇଯାଉଥିଲି। ପିଲାମାନେ ବି ବଡ଼ ହେଇକି କଲେଜରେ ପଢ଼ୁଛନ୍ତି। ମନ ଭିତରକୁ ଆସିଲା କିଛି ନା କିଛି ଗୋଟେ କରିବି। ଛୋଟବେଳୁ ତ ମୋର ଇଚ୍ଛା ଥିଲା କିଛି ନା କିଛି ଗୋଟେ ଇନକମ୍ କରିବି। ଯେହେତୁ ମୁଁ ପାଠ ପଢ଼ିକି କିଛି ଚାକିରି ବାକିରି ବି କରିପାରିଲିନି। ଆଉ ସେତେବେଳେ କରୋନା ସମୟରେ ମୋ ମନକୁ ଆସିଲା କି ଗୋଟେ ସ୍ୱଚ୍ଛ ଭିତ୍ତିକ କାମ କରିବା ପାଇଁ। ତ ଫିନାଇଲ ହେଲା କି ହ୍ୟାଣ୍ଡ ୱାଶ୍ ହେଲା ସେତେବେଳେ ବହୁତ ଦରକାର ହେଉଥିଲା ନା। ଆଉ ସେଥିପାଇଁ ଏଇ ଜିନିଷଟାକୁ ମୁଁ ଆରମ୍ଭ କରିଥିଲି। 5-7 ହଜାରରୁ ଆରମ୍ଭ କରିଥିଲି। ସେଇଟା ସଫିସିଏଣ୍ଟ ନଥିଲା ଟୋଟାଲ। ତାପରେ ମୁଁ ମୋ ଗହଣାକୁ ବନ୍ଧା କରି ରଖିକି ବିଜନେସଟା ବଢ଼େଇଲି। 60,000 ଟଙ୍କା ଆଣି ବିଜନେସଟାକୁ ମୁଁ ବଢ଼େଇଥିଲି। ମୁଁ 3 ବର୍ଷ ହେଲା କାମ କଲିଣି। ଏଠି ଫିନାଇଲ ଆଉ ଡିସୱାଶ, ବାସନ ମଜା ହ୍ୟାଣ୍ଡ ୱାଶ୍, ଆଉ ହାତ ଧୋଇବା ହ୍ୟାଣ୍ଡ ୱାଶ୍, ଆଉ ବ୍ଲିଚିଂ, ଆଉ ଟଏଲେଟ୍ କ୍ଲିନର ସବୁ ଜିନିଷ ବନା ହେଉଛି। ମୁଁ ଏଠି କାମ କରୁଛି। ତା ଭିତରେ ବି ଘରକୁ କରିପାରୁଛି। ଏଠି କାମ ବି ଯାଇକି ସୁବିଧାରେ କରିପାରୁଛି। ବାଲିଯାତ୍ରା ଫାଲିଯାତ୍ରା ଯେମିତି ସବୁ ହେଉଛି, ମୀନା ବଜାର, ସେଠିକି ଆମେ ନେଇକି ଯାଉଛୁ 5 ଜଣ। ସେଠି ବି ଦେଉଛୁ। ଆଉ ସବୁ ମହିଳାମାନଙ୍କୁ ବି କହୁଛୁ ତୁମେ ଘରେ ବସ ନା, ଆମ ସାଙ୍ଗକୁ ଆସ, କାମ କର। ତୁମେ ଘରେ ବସିକି ତୁମ ପିଲା ଛୁଆ ସଂସାର ବୁଝିକି ବି ଏଥିରୁ କିଛି ଉପକୃତ ହୁଅ। ସରସ୍ୱତୀଙ୍କ ଘର ପାଲଟିଛି ଉଦ୍ୟୋଗ। ବିଭିନ୍ନ ଆଡୁ କଞ୍ଚାମାଲ ଆସି କରାଯାଇଛି ସଂରକ୍ଷଣ। ନିଜେ ସରସ୍ୱତୀ ପ୍ରସ୍ତୁତ କରୁଛନ୍ତି ଫିନାଇଲ। ତାଙ୍କୁ କାମରେ ସହାୟତା କରୁଛନ୍ତି ନିୟୋଜିତ କର୍ମଚାରୀ। ବୋତଲ ଓ ଜାର ମାନଙ୍କରେ ପ୍ୟାକ୍ କରାଯାଉଛି ଫିନାଇଲ, ଫ୍ଲୋର କ୍ଲିନର ଓ ଟଏଲେଟ୍ କ୍ଲିନର। ଏସବୁ ତିଆରି ପାଇଁ ସରସ୍ୱତୀ କଞ୍ଚାମାଲ ଗୁଡ଼ିକୁ ମୁମ୍ବାଇ, କୋଲକାତାରୁ ଆଣିଥାନ୍ତି ଓ ସୁବିଧା ଦରରେ ପଡ଼ୋଶୀ ଯାଜପୁର ଓ ବାଲେଶ୍ୱର ଜିଲ୍ଲାର ବ୍ୟବସାୟୀଙ୍କୁ ଦେଇଥାନ୍ତି। ସ୍ଥାନୀୟ ଜଣେ ବ୍ୟବସାୟୀ କହନ୍ତି, ପାଖରେ ଭଲ ମାନର ଉତ୍ପାଦ ମିଳୁଥିବାରୁ ମୁଁ ଏଠାରୁ ମାସିକ 50,000ରୁ 60,000 ଟଙ୍କାର ସାମଗ୍ରୀ ନେଇଥାଏ। ସରସ୍ୱତୀଙ୍କ ଭଣଜା ରୁଦ୍ର ଓ ସ୍ଥାନୀୟ ବାସିନ୍ଦା ଦୁର୍ଯ୍ୟୋଧନ ଲେଙ୍କା ଏହି ଗୃହ ଉଦ୍ୟୋଗର ସଫଳତା ପାଇଁ ସମସ୍ତ ଶ୍ରେୟ ସରସ୍ୱତୀଙ୍କୁ ଦେଇଛନ୍ତି। ଗୁଗୁଲରେ ସର୍ଚ୍ଚ କଲୁ, ଦେଖିଲୁ ଯେଉଁ ଅପାଙ୍କର ସରସ୍ୱତୀ ଅପାଙ୍କର କ୍ୱାଲିଟି ଭଲ ଅଛି। ଆମ ପାଇଁ ବି ରେଟ୍ ବି ଭଲ ଲଗାଉଛନ୍ତି, ଜିନିଷ ବି ଭଲ ଦେଖିଲୁ। ଆସିକି ଦେଖିଲା ପରେ ମୁଁ ବି ତାଙ୍କ କତିରୁ 50,000-60,000 ଟଙ୍କାର ମନ୍ଥଲି ଜିନିଷ ଉଠଉଛି। ଆଉ ଭଲ ଲୋକ ବି ପସନ୍ଦ ହେଉଛନ୍ତି, ସାଟିସ୍ଫାଇଡ୍ ହେଉଛନ୍ତି ଏଇ ଯେଉଁ ଜିନିଷରେ। ଆମର ଏଇସବୁ ଜିନିଷ ହିଁ ନିହାତି ଭାବରେ ଦରକାର। ବହୁତ ଖୁସି ଅଛି ମାଇଙ୍କର ଏଇଭଳି କାର୍ଯ୍ୟ ଦେଖି ମୋତେ ବି ବହୁତ ଖୁସି ଲାଗୁଛି। ମାଇ ଗୋଟେ ଏକ୍ଜାମ୍ପଲ୍, ମାନେ ମହିଳାମାନଙ୍କ ପାଇଁ ମାଇ ଗୋଟେ ଏକ୍ଜାମ୍ପଲ୍ ବର୍ତ୍ତମାନ ସମୟରେ। ଯେହେତୁ ଗୋଟେ କଥା, ପ୍ରଥମେ ସମସ୍ତଙ୍କୁ କିଛି ନା ଛୋଟ ଯେତେବେଳେ ଥାଏ ଗୋଟେ ଇଣ୍ଡଷ୍ଟ୍ରି, ସମସ୍ତଙ୍କୁ ଟିକେ ଖରାପ ଲାଗେ ଯେ ଇଏ ଏଇ କାମଟା କରୁଛି, ଏ କାମ କରୁଛି, ସେ କାମ କରୁଛି। ଧୀରେ ଧୀରେ ସେ ତା ନିଜର ପୋଜିସନକୁ ପଳେଇ ଆସେ ଆଉ ଦେଖେଇପାରେ ଯେ ମୁଁ କ'ଣ କରିପାରେ। ସେତେବେଳେ ସମସ୍ତେ ଖୁସି ହୁଅନ୍ତି। ତାଙ୍କର ମୁଁ ଯାହା ଯେତିକି ଦେଖୁଛି, ସେମାନେ ସେ ଗୋଟେ ନିଯୁକ୍ତି ଭିତ୍ତିକ ଘର ଭିତ୍ତିକ ତିଆରି କରିବାକୁ ଚାହୁଁଛନ୍ତି, ଯେଉଁଠି କିଛି ମହିଳା ବି ନିଯୁକ୍ତି ଦେଇପାରିବେ, କିଛି ବେକାରୀ ଯୁବକ ଯୁବତୀମାନଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିବେ। କିନ୍ତୁ ଯଦି ବଡ଼ ଆକାରରେ ତାଙ୍କୁ ଗୋଟେ ବ୍ୟାଙ୍କର ହେଉ ବା ସରକାରୀ କୌଣସି ଯୋଜନା ମାଧ୍ୟମରେ ଗୋଟେ ବଡ଼ ଆକାରରେ ତାଙ୍କୁ ଋଣ ମିଳିପାରନ୍ତା, ସେ ଉଦ୍ୟୋଗଟାକୁ ଏକ ବୃହତ ଉଦ୍ୟୋଗରେ ପରିଣତ କରିପାରନ୍ତେ। ପରିମଳ ସାମଗ୍ରୀକୁ ବ୍ୟବସାୟର ରୂପ ଦେଇ ନିଜେ ସ୍ୱରୋଜଗାରୀ ହେବା ସହିତ ସ୍ୱଚ୍ଛତା ଆନ୍ଦୋଳନର ଅଗ୍ରଦୂତ ପାଲଟିଛନ୍ତି ସରସ୍ୱତୀ। ଗହଣା ବନ୍ଧକ ଟଙ୍କାରେ ଆରମ୍ଭ ହୋଇଥିବା ତାଙ୍କର ଏହି ଗୃହ ଉଦ୍ୟୋଗ ଏବେ 4ଟି ଜିଲ୍ଲାରେ ନିଆରା ଏକ ପ୍ରତିଛବି ସୃଷ୍ଟି କରିଛି। ଭଦ୍ରକରୁ ଦୀପ୍ତିରଞ୍ଜନ ସାହୁଙ୍କ ରିପୋର୍ଟ, ଅର୍ଗସ୍ ନ୍ୟୁଜ୍।